କ'ଣ ଆପଣମାନେ ନିଜର ନିଜର କିମ୍ବା ଅନ୍ୟମାନଙ୍କର କାହାର ବି ବାଇକ୍ କିମ୍ବା କାର୍ର ନମ୍ବରକୁ ଦେଇକି ଇନଫର୍ମେସନ୍ ଜାଣିବାକୁ ଚାହୁଁଛନ୍ତି କି? ସେ ବାଇକ୍ କାହା ନାଁରେ ଅଛି, କେବେ ରେଜିଷ୍ଟର ହେଇଥିଲା, ତାର ପଲ୍ୟୁସନ୍ ସବୁ ଡିଟେଲ୍ସ ଆପଣମାନେ ସେ ବାଇକ୍ରେ ଜାଣିବାକୁ ଚାହୁଁଛନ୍ତି କି? ଯଦି ଚାହୁଁଛନ୍ତି ଏ ଭିଡ଼ିଓଟି ଖାସ୍ ଆପଣଙ୍କ ପାଇଁ। ଆଜିର ଏ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଏପରି ଏକ ଆପ୍ ବିଷୟରେ କହିବି କି ଯେଉଁ ଆପ୍ ସାହାଯ୍ୟରେ ଆପଣମାନେ ଆକ୍ଟିଭ କିମ୍ବା ଯେକୌଣସି ବାଇକ୍ 4 ଚକିଆ 2 ଚକିଆର ଯେକୌଣସି ଇନଫର୍ମେସନ୍ ଆପଣମାନେ ଜାଣିପାରିବେ। ତ କେମିତି ଜାଣିବେ, କ'ଣ ରହିଛି ସେ ଆପ୍ଲିକେସନ୍ ଜାଣିବା ପାଇଁ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ ଭାବେ ଦେଖନ୍ତୁ। ଚାଲନ୍ତୁ ସମୟ ନଷ୍ଟ ନ କରି ଭିଡ଼ିଓକୁ ଷ୍ଟାର୍ଟ କରିନେବା। ତେବେ 4 ଚକିଆ କିମ୍ବା 2 ଚକିଆ ବାହନର ସବୁ ଇନଫର୍ମେସନ୍ ଜାଣିବା ପାଇଁ ଆପଣମାନଙ୍କୁ ଗୋଟେ ଆପ୍ଲିକେସନ୍ ଇନଷ୍ଟଲ୍ କରିବାକୁ ପଡ଼ିବ, ଯାହାର ନାଁ ହେଉଛି ଭେହିକଲ୍ ଇନଫର୍ମେସନ୍। ଆପଣମାନେ ସିମ୍ପଲି ସେ ଆପ୍ଲିକେସନ୍କୁ ଡାଉନଲୋଡ଼୍ କରିବା ପାଇଁ ପ୍ଲେ ଷ୍ଟୋରକୁ ଚାଲିଯିବେ। ପ୍ଲେ ଷ୍ଟୋରକୁ ଗଲା ପରେ ଏଠି ସର୍ଚ୍ଚ ବାର୍ରେ ଆପଣମାନେ ସିମ୍ପଲି ଟାଇପ୍ କରିବେ ଭେହିକଲ୍ ଇନଫର୍ମେସନ୍। ଆପଣମାନେ ସର୍ଚ୍ଚ କଲା ପରେ ଏଠି ସେକେଣ୍ଡ ନମ୍ବରରେ ଆପଣମାନଙ୍କୁ ସେ ଆପ୍ଲିକେସନ୍ଟି ଶୋ କରିବ। ଦେଖନ୍ତୁ ତାହାର ଲୋଗୋଟି ଏହିପରି ଆପଣମାନଙ୍କୁ ଶୋ କରୁଛି। ଏହି ଆପ୍ଲିକେସନ୍କୁ ଆପଣମାନେ ସିମ୍ପଲି ଡାଉନଲୋଡ଼୍ କରିନେବେ। ମୁଁ ଆଗରୁ ଡାଉନଲୋଡ଼୍ କରିଦେଇଛି, ତେବେ ମୁଁ ଏବେ ଓପନ୍ ଉପରେ କ୍ଲିକ୍ କରି ଦେଉଛି। ଓପନ୍ ଉପରେ ଆପଣମାନେ ଯେମିତି କ୍ଲିକ୍ କରିନେବେ ସେ ଆପ୍ଲିକେସନ୍ ହୋମ୍ ପେଜ୍ଟି ଏହିପରି ଆପଣମାନଙ୍କୁ ଶୋ କରିବ। ଆପଣମାନେ ସିମ୍ପଲି ଲେଟ୍ ଷ୍ଟାର୍ଟ ଉପରେ କ୍ଲିକ୍ କରିନେବେ। ଲେଟ୍ ଷ୍ଟାର୍ଟ ଉପରେ କ୍ଲିକ୍ କଲା ପରେ ଏଠି ଆପଣମାନଙ୍କୁ ଲଗ୍ଇନ୍ କରିବାକୁ କହିବ। ଆପଣମାନେ ସିମ୍ପଲି ଲଗ୍ଇନ୍ କରିପାରିବେ କିମ୍ବା ଲଗ୍ଇନ୍ ଯଦି କରିବାକୁ ଚାହୁଁନାହାନ୍ତି ତେବେ ଆପଣମାନେ ଏଠି ଆଉ ଗୋଟେ ଅପସନ୍ ମଧ୍ୟ ଆପଣମାନଙ୍କୁ ଶୋ କରିଦେଉଛି ସ୍କିପ୍ର। ଆପଣମାନେ ସିମ୍ପଲି ଏଠି ସ୍କିପ୍ ଅପସନ୍ ଉପରେ କ୍ଲିକ୍ କରିଦେବେ। ସ୍କିପ୍ ଅପସନ୍ ଉପରେ ଆପଣମାନେ ଯେମିତି ଏଠି କ୍ଲିକ୍ କରି ଦେଉଛନ୍ତି ଏଠି ସେ ଆପ୍ଲିକେସନ୍ ହୋମ୍ ପେଜ୍ଟି ଏଠି ଖୋଲିକରି ଆପଣମାନଙ୍କ ପାଖକୁ ପଳେଇ ଆସିବ। ଆପଣମାନଙ୍କୁ ଏଠି ଅନେକ ଗୁଡ଼ିଏ ଅପସନ୍ ଶୋ କରିଛି, ଯେପରିକି ମୁଁ ଗୋଟି ଗୋଟି କରି ଆପଣମାନଙ୍କୁ ଏଠି କହିଦେଉଛି। ଦେଖନ୍ତୁ ଆପଣମାନେ ଏଠି ସେ ଗାଡ଼ିର ଓନର୍ ଡିଟେଲ୍ସ ସର୍ଚ୍ଚ କରିପାରିବେ କିମ୍ବା ସେ ଗାଡ଼ିରେ କେତେ ଚାଲାନ ଅଛି ଏବଂ ଚାଲାନ ମଧ୍ୟ ଏଠି ଆପଣମାନେ ପେ କରିପାରିବେ। ଯଦି ଆପଣମାନଙ୍କ ପାଖକୁ ଏଠି ନିଜର କାର୍ ଅଛି, ଆପଣମାନେ ସେଠି ସେଲ୍ କରିବାକୁ ଚାହୁଁଛନ୍ତି, ତ ସେ କାର୍ଟି କେତେ ଟଙ୍କାରେ ଯିବ ତାହା ମଧ୍ୟ ଆପଣ ଏଠି ଅପସନ୍ ଅଛି ଜାଣିପାରିବେ। ଏହିପରି କାର୍ ହିଷ୍ଟ୍ରି ରିପୋର୍ଟ ଏବଂ କାର୍ ଇନ୍ସୁରାନ୍ସ, ବାଇକ୍ ଇନ୍ସୁରାନ୍ସ, ଫାଷ୍ଟାଗ ମ୍ୟାନେଜର ଏବଂ ପର୍ସନାଲ ଲୋନ୍, ଏହିପରି ଅନେକ ଗୁଡ଼ିଏ ଆପଣମାନଙ୍କୁ ଅପସନ୍ ଏଠି ମିଳିଯାଉଛି। ଆପଣମାନେ ସିମ୍ପଲି ଏଠି ଉପରେ ଗୋଟେ ଅପସନ୍ ଅଛି ସର୍ଚ୍ଚର। ଦେଖନ୍ତୁ ମୁଁ ଦେଖାଇ ଦେଉଛି ଆପଣଙ୍କ ପାଖକୁ ସର୍ଚ୍ଚର। ଆପଣମାନେ ସିମ୍ପଲି ଏଠି ନିଜର ନମ୍ବର ମାରିନେବେ, ନିଜର ଗାଡ଼ିର ନମ୍ବର। ମୁଁ ଏଠି ନିଜର ଗାଡ଼ିର ନମ୍ବର ମାରି ଦେଉଛି। ଗାଡ଼ି ନମ୍ବର ମାରିଲା ପରେ ସର୍ଚ୍ଚ ଅପସନ୍ ଉପରେ କ୍ଲିକ୍ କରି ଦେଉଛି। ଦେଲା ପରେ ଆପଣମାନେ ଟିକେ ସମୟ ୱେଟ୍ କରିନେବେ, ସେ ଡିଟେଲ୍ସଟି ଫେସିଂ ହେବ। ଫେସିଂ ହେଲା ପରେ ଏଠି ସେ ଗାଡ଼ିର ସମ୍ପୂର୍ଣ୍ଣ ଡିଟେଲ୍ସ ମାନେ ବାୟୋଡାଟା ଏଠି ଆପଣମାନଙ୍କୁ ଖୋଲିକରି ପଳେଇ ଆସିବ। ଯେପରିକି ସେ ଗାଡ଼ି ଫାଷ୍ଟ ଓନର୍ କି କ'ଣ, ସେ ଗାଡ଼ିର ନାଁ, ଗାଡ଼ିର ଇନ୍ସୁରାନ୍ସ ଅଛି ନା ନାହିଁ, ଏପରି ଅନେକ ଗୁଡ଼ିଏ ଅପସନ୍ ଆପଣମାନଙ୍କୁ ଏଠି ଶୋ କରି ପଳେଇ ଆସିବ। ଆପଣ ସିମ୍ପଲି ତଳକୁ ଆସିଲା ପରେ ସେ ଓନର୍ର ନେମ୍ ମଧ୍ୟ ଏଠି ଶୋ କରି ନେଉଛି। ଓନର୍ର ନେମ୍, ସେ ଗାଡ଼ି କେସ୍ରେ ଆଣା ହେଇଥିଲା କି ଫାଇନାନ୍ସରେ ଆଣା ହେଇଥିଲା ଏବଂ ସେ ଗାଡ଼ି କେଉଁ ଆର୍ଟିଓରେ ରେଜିଷ୍ଟ୍ରେସନ୍ ହୋଇଥିଲା, କେଉଁ ଷ୍ଟେଟ୍ର ଗାଡ଼ି, ସବୁକିଛି ଆପଣମାନଙ୍କୁ ଏଠି ଶୋ କରିଦେଉଛି। ଆପଣମାନେ ସିମ୍ପଲି ଭେହିକଲ୍ ଡିଟେଲ୍ସ ଉପରେ କ୍ଲିକ୍ କରିନେବେ। କ୍ଲିକ୍ କଲା ମାତ୍ରେ ଆପଣମାନଙ୍କ ପାଖକୁ ପଳେଇ ଆସିବ ସେ ଗାଡ଼ି ପେଟ୍ରୋଲ ନା ଡିଜେଲ୍ ସବୁକିଛି ଏଠି ଆପଣମାନଙ୍କୁ ଏଠି ଶୋ କରି ନେବ। ତେବେ ଏହିପରି ଭାବରେ ଆପଣମାନେ ସିମ୍ପଲି ଯେକୌଣସି ବାଇକ୍ର କିମ୍ବା କାର୍ର ସମ୍ପୂର୍ଣ୍ଣ ଡିଟେଲ୍ସ ଆପଣମାନେ ଜାଣିପାରିବେ।